ବର୍ଷ ଶେଷରେ ହିଁ ଆରମ୍ଭ ହେଇଥିଲା। ପୂର୍ବ ବର୍ଷ ଶେଷ ବେଳକୁ 2024 30 ତାରିଖ ଦିନ ହିଁ ଆରମ୍ଭ ହେଇଥିଲା। ଆଜି 30 ତାରିଖ ଦିନ ସମସ୍ତେ ଆମେ ଦେଖିବାକୁ ଯାଉଛୁ। ବହୁତ ନର୍ଭସ୍ ଲାଗୁଛି, ବହୁତ ଆଂସିୟସ୍ ଫିଲ୍ ହଉଛି, ତା ସହିତ ଗୋଟେ ଖୁସିଟେ ବି ଲାଗୁଛି କି ସିନେମା ମାନେ ରିଲିଜ ହେବାକୁ ଯାଉଛି। ଏତେ ଲଢ଼େଇ କରିକି, ଏତେ ସଂଘର୍ଷ କରିକି କଷ୍ଟଟାକୁ ଆମେ ଆଜି ସିନେମା ଆପଣମାନଙ୍କୁ ଦେଖିବାକୁ ଯାଉଛୁ। ହଁ, କହିବାକୁ ଗଲେ ଏଇଟା ଗୋଟେ ବହୁତ ଇମୋସନାଲ ଜିନିଷ। ମୁଁ କେବେ ଆଶା କରିନଥିଲି କି ମତେ ଏମିତିଆ ଜାଗାକୁ କେବେ ଆସିବାକୁ ପଡିବ, କାହିଁକିନା ମୁଁ କଳାକାର ଭାବରେ ଆମେ ଛୋଟ ମୋଟ କାମ ଯାହା ଟିକେ କରୁ, କିନ୍ତୁ ସେତିକି କ୍ଷମତା ରଖିଛି ବୋଲି ଯାହା ଅଶୋକ ସାର୍ ଭାବିଲେ, ମୋ ବାପା ଭାବିଲେ ବୋଲି, ସେଥିପାଇଁ ଆଜି ନାୟକ ଭାବରେ ମତେ ଲଞ୍ଚ କଲେ। ଆଉ ତା ସହିତ ଖାଲି ମତେ ନୁହେଁ, ମୋର 5 ସାଙ୍ଗ ଆହୁରି କେତେ ଅନ୍ୟ ଆର୍ଟିଷ୍ଟ ଯୋଉମାନେ ଏବେ ଯାଏଁ ଏକ୍ସପ୍ଲୋର ହେଇନଥିଲେ, ତାଙ୍କୁ ଆମେ ଡିସ୍କଭର କଲୁ, ତାଙ୍କୁ ଆମେ ନେଇକି ଆସିଲୁ ଆମ ସିନେମାରେ। ମୁଁ କିଛି ଖାଇନି ସତ କହିଲେ। ମୁଁ ଖାଲି ରସଗୋଲାଟେ ଯାହା ଗୋଟେ ପାଟିରେ ପକେଇଥିଲି। ଆଜି ଗୋଟେ ବହୁତ ବଡ ପର୍ବ, ଓଡିଆ ପର୍ବ, ସେଥିପାଇଁ ଖାଇକି ଖାଲି ଗୋଟେ ଆସିଛି ରସଗୋଲା, ଆଉ କିଛି ଖାଇନି। ସବୁ ପ୍ରକାର ମିକ୍ସଡ ଇମୋସନ ହେଇଯାଉଛି, ମାନେ ମିକ୍ସଚର ହେଇଯାଇଛି, କିଛି ଜଣା ପଡୁନି କଣ କହିବି। ଖୁସି ବି ଲାଗୁଛି, ଦୁଃଖ ବି ଲାଗୁଛି, ତା ସହିତ ଆଂଜାଇଟି ବି ଫିଲ୍ ହଉଛି, ଆଉ ଡର ଲାଗୁଛି। ପାଟି ବି ଥରିବା ଷ୍ଟାର୍ଟ କଲାଣି। ହିରୋଇନ ଆସିଛନ୍ତି, ବାଟରେ ଅଛନ୍ତି, ସେ ଅଲଗା ଗାଡିରେ ଆସୁଛନ୍ତି। ବହୁତ ଗୁଡେ ମେମୋରେବଲ ମୋମେଣ୍ଟସ ଅଛି, ସମସ୍ତଙ୍କର ତ କହିପାରିବିନି, କିନ୍ତୁ ଅ, ମୋର ଗୋଟେ ବହୁତ ମେମୋରେବଲ ସିନ୍ ଥିଲା। ଅ, ସେଇଟା ଗୋଟେ ସିନ୍ ଅଭିଲିପ୍ସା ଆଉ ମୋର, ମୁଁ ତାଙ୍କୁ ବୁଝଉଛି କି ମୋ ସାଙ୍ଗେ ରହିବା ପାଇଁ। ବହୁତ ବହୁତ ମାନେ ଏଇ ବାଘ ଏଇଟା ମୁଁ ହିଁ, ଏଇଟା ମୁଁ ହିଁ। ଆଉ ମାନେ ବାଘ ନାଚ କରିବାକୁ ମତେ ପଡିଥିଲା ଗୋଟେ ସିକ୍ୱେନ୍ସ ପାଇଁ, ଆପଣ ମାନେ ଦେଖିବେ।